90 ବର୍ଷରୁ 120 ବର୍ଷ ବଞ୍ଚି ରହିବାର ଅଦ୍ଭୁତ ଜାପାନୀ ରହସ୍ୟ ଇକିଗାଇ। ଇକିଗାଇ ପୁସ୍ତକକୁ ଆମେରିକାର ହେକ୍ଟର ଗାର୍ସିଆ ଏବଂ ଫ୍ରାନ୍ସିସ୍ ମିରେଲ୍ସ ଲେଖିଛନ୍ତି। ଏହି ପୁସ୍ତକଟି ଜାପାନୀ ଜୀବନଶୈଳୀ ଉପରେ ପର୍ଯ୍ୟବେସିତ। ଇକି ଅର୍ଥ ହେଉଛି ଲାଇଫ୍ ଏବଂ ଗାଇକା ଅର୍ଥ ଟୁ ବି ୱର୍ଥ ହ୍ୱାଇଲ୍। ଓଡ଼ିଆ ଭାଷାରେ ଏହାର ଅର୍ଥ ହେଲା ବଞ୍ଚି ରହିବାର କାରଣ। ଏଠି ଉପସ୍ଥାପନାର ମୁଖ୍ୟ ବିଷୟ ହେଲା ଯେ ଜାପାନୀ ଲୋକ ଅଧିକ ସମୟ ବଞ୍ଚିବାର କୌଶଳ କ'ଣ, ସୁସ୍ଥ ନିରାମୟ ଜୀବନଯାପନ କରି ମୃତ୍ୟୁ ପର୍ଯ୍ୟନ୍ତ କର୍ମ ତତ୍ପର ହେବାର ରହସ୍ୟ କ'ଣ, ସେ ବିଷୟରେ ଇକିଗାଇରେ ହିଁ ବର୍ଣ୍ଣିତ ହୋଇଛି। ମଣିଷ 90 ବର୍ଷରୁ ଅଧିକ ବୟସ ବଞ୍ଚିବାର କୌଶଳକୁ ଏଠି ଆମ୍ଭେ ସଂକ୍ଷେପରେ ଅବତାରଣା କରୁଛୁ, ଯାହାକି ଆପଣମାନଙ୍କର ଜୀବନରେ ବିରାଟ ପରିବର୍ତ୍ତନ ହେବାର ଆଶା ଏବଂ ବିଶ୍ୱାସ ରହିଛି। ଜାପାନୀମାନଙ୍କ ଅନୁସାରେ ପ୍ରତ୍ୟେକ ବ୍ୟକ୍ତିର ଏକ ଇକିଗାଇ ଅଛି। ଇକିଗାଇ ଶବ୍ଦର ଜାପାନୀ ଭାଷାର ଅର୍ଥ ହେଉଛି ସକାଳୁ ଉଠିବାର କାରଣ। ଏହାକୁ ଜୀବନର ଉଦ୍ଦେଶ୍ୟ କିମ୍ବା ଜୀବନର ଆନନ୍ଦ ନେବାର କାରଣ ମଧ୍ୟ କୁହାଯାଏ। ଆଜି ଦୁନିଆ ସାରା ଲୋକ ଜାପାନର ଲୋକମାନଙ୍କ ଜୀବନଶୈଳୀ, ତାଙ୍କର ଲମ୍ବା ଏବଂ ଖୁସି ଜୀବନର ଚର୍ଚ୍ଚା ଚାଲିଛି। ବର୍ତ୍ତମାନ ଆମେ ଇକିଗାଇ ବୁକ୍ର ସାରାଂଶ ବିଷୟରେ କଥା କହିବା। ଏକ ସ୍ୱତନ୍ତ୍ର ଜାପାନୀର ରହସ୍ୟ ଯଦ୍ୱାରା ଆଜି ଜାପାନ ଏବଂ ଜାପାନର ଲୋକମାନଙ୍କୁ ସବୁଠାରୁ ସମୃଦ୍ଧ ଦେଶ ଭାବରେ ଗଢ଼ି ତୋଳି। ଇକିଗାଇର 10ଟି ପଏଣ୍ଟ ଉପରେ ଆମେ ଏଠି ଆଲୋଚନା କରିବା। ପ୍ରଥମେ ହେଲା ସକ୍ରିୟ ରହେ, ସେବା ନିବୃତ୍ତ ନ ହୋ, ଅର୍ଥାତ୍ ସକ୍ରିୟ ରହିବା, ସେବାରୁ ନିବୃତ୍ତ ନ ହେବା। ସର୍ବଦା କାର୍ଯ୍ୟକ୍ଷମ ରହିବା। ଯେକୌଣସି ବ୍ୟକ୍ତି ଯେକୌଣସି କାର୍ଯ୍ୟ କରୁଛନ୍ତି ସେ କାର୍ଯ୍ୟରୁ ଅନ୍ତର ନ ହୋଇ ଶେଷ ସମୟ ପର୍ଯ୍ୟନ୍ତ ଆନନ୍ଦର ସହିତ ସେ କାର୍ଯ୍ୟକୁ ଜାରି ରଖନ୍ତି। ଜୀବନରେ ତାଲିମ ନେଇଥିବା କାର୍ଯ୍ୟ କିମ୍ବା ଯେଉଁ କାର୍ଯ୍ୟରେ ଦକ୍ଷତା ଅଛି ସେ କାର୍ଯ୍ୟଟିକୁ ହିଁ ସଠିକ୍ ଭାବରେ କରନ୍ତୁ। ଦୁଇରେ ହେଲା ଧିମି ଗତି ସେ ଲେ, ତରତର ନ ହୋଇ ଧୀର ସ୍ଥିର ଭାବରେ କାର୍ଯ୍ୟ କରିବା। ପ୍ରତ୍ୟେକ କାମ କଲାବେଳେ ତରବର ନ ହୋଇ ସ୍ଥିର ଚିତ୍ତରେ କାର୍ଯ୍ୟକୁ ଅତି ଚତୁରତା ସହିତ ସମ୍ପନ୍ନ କରିବେ, ବ୍ୟସ୍ତ ହେବେ ନାହିଁ। 3 ଅପନା ପେଟ ମତ ଭରୋ, ନିଜ ପେଟକୁ ପୂର୍ଣ୍ଣ କରନ୍ତୁ ନାହିଁ। ଜାପାନୀ ଲୋକ ପେଟ ପୂର୍ଣ୍ଣ କରି କେବେ ବି ଖାଆନ୍ତି ନାହିଁ। ନିଜ ଭୋକର 80% ଖାଦ୍ୟ ଭୋଜନ କରିଥାନ୍ତି। ଖାଦ୍ୟ ଖାଇବା ସମୟରେ 3 ଥର ଅଡ଼ି ଆସିବା ପରେ ଖାଦ୍ୟ ଖାଆନ୍ତୁ ନାହିଁ କିମ୍ବା ପେଟ ପୂର୍ଣ୍ଣ ପରେ ଖାଦ୍ୟ ଖାଇବାରୁ ତୁରନ୍ତ ବିରତ ରହନ୍ତୁ। ଜାପାନର ଓକିନାଇ ଗାଁର ଲୋକେ 90 ବର୍ଷରୁ 100 ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହିଥାନ୍ତି ବା ତାଠାରୁ ଅଧିକା ମଧ୍ୟ 120 ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହିପାରନ୍ତି। ସେମାନେ ପ୍ରତିଦିନ 800 କ୍ୟାଲୋରିରୁ 1900 କ୍ୟାଲୋରି ଖାଦ୍ୟ ଖାଇଥାନ୍ତି। ସେମାନେ 18 ପ୍ରକାର ବିଭିନ୍ନ ପ୍ରକାର ଖାଦ୍ୟ ପ୍ରତ୍ୟେକ ଦିନ ଖାଇଥାନ୍ତି। ଏହି ଖାଦ୍ୟ ମଧ୍ୟରେ ଫଳ ଓ ପରିବା 5 ପ୍ରକାର ଖାଇଥାନ୍ତି। ଅଲଗା ରଙ୍ଗର କ୍ୟାପ୍ସିକମ୍, ଶିମଲା ମିର୍ଚ୍ଚ, ଗାଜର, ପାଳଙ୍ଗ, କୋବି, ଆଳୁ, ଛୁଇଁ, ସୋୟାବିନ୍ ଖାଇଥାନ୍ତି। 30% କ୍ୟାଲୋରି ପରିବାରୁ ପାଇଥାନ୍ତି। ଗହମ ଏବଂ ଧଳା ଚାଉଳ ଖାଇଥାନ୍ତି। ଜାପାନୀମାନେ ସପ୍ତାହରେ 3 ଥର ମାଛ ଖାଇଥାନ୍ତି। ଜାପାନ ସରକାରଙ୍କର ନିୟମ ଅନୁସାରେ 7ରୁ 12 ଗ୍ରାମ ମଧ୍ୟରେ ଲୁଣ ଖାଇବାର ନିୟମ ଅଛି। ଗ୍ରୀନ୍ ଟି କିମ୍ବା ହ୍ୱାଇଟ୍ ଟି ମଧ୍ୟ ପିଅନ୍ତି। ଚିନିର ବ୍ୟବହାର ପ୍ରାୟ ବନ୍ଦ, ଏପରିକି ଚକୋଲେଟ୍ ବିକ୍ରି ନ କରିବାର ମଧ୍ୟ ନିୟମ ଜାପାନରେ ଅଛି। ଖାଇବା, ଶୋଇବା, ଜଲ୍ଦି ଶଯ୍ୟା ତ୍ୟାଗ କରିବା ମଧ୍ୟ ଜାପାନୀମାନଙ୍କର ଏକ ଭଲ ଅଭ୍ୟାସ।
4. अपने आप को अच्छे दोस्तों के साथ रखें। 4. निजर अति उत्तम सांगसाथी सहित बसवास करंतु एवं बंधुबांधवों सहित मझिरे मझिरे मिलामिशा करंतु। 5. अपने अगले जन्मदिन के लिए फिट हो जाइए, अर्थात निजर आसंता जन्मदिन पाई फिट रुहंतु, अर्थात सांगसाथी माने आसंता जन्मदिन पाई फिट रहिबार आशीर्वाद मध्य करिथांती। 6. में मुस्कान, सदासर्वदा परिवार सहित खुशी हस खुशी रुहंतु एवं हसी हसी जीवन बिताई दियंतु। 7. प्रकृति के साथ पुनः जुड़े, प्राकृतिक परिवेश रे जीवन को अतिवाहित करंतु। नदीकूल, वृक्षमूल, बण, पहाड़ प्रांतरे बसिवा एवं भ्रमण करिवा, योग करिवा किंबा व्यायाम करिवा, सुंदरतार आनंद नेवा आदि कार्य निजक निमग्न रखंतु। 8. धन्यवाद देना, पितामाता जन्म देइथिबारु प्रतिदिन सेमानकु धन्यवाद दवा उचित एवं भगवान कठारे निजको ऋणी करिवा। वर्तमान में रहना, वर्तमान रे आमे बंची रहिबा, अर्थात वर्तमान रे आमे जहाँ जेपरि अछंती ताकु नै बंची रहिबा। अतीत एवं भविष्यत को भावी दुखित न हो। 10. निजर इकिगाई को पालन करिवा, अपने इकिगाई का पालन करें। निजर इकिगाई को पालन करिवा, व्यतिव्यस्त हेबे नहीं, एक समय रे गोटिए ही कार्य करिथांती, आशावादी हेबा, चिंता न करी जीवन निर्वाह करिवा। एही नियम गुड़िक पालन कले आमे निश्चय दीर्घायु होई परिबा।